ଚାପିବେ ବାମନ ବଳି ଉପରେ। ବିନ୍ଧ୍ୟାରାଣୀ କହିଲା ପ୍ରଭୁ ଜାପାଦ ରେଣୁକୁ ବନାସି କୋଟିଏ କୋଟିଏ ବ୍ରହ୍ମା ଶିବ ପାଇନାହାନ୍ତି ପାଦ ଧୂଳି। ତୁମ ସ୍ୱାମୀ ମୁଣ୍ଡ ଉପରେ ପାଦଟା ଥୋଇବୁ କୋଠଉଟା ବିନ୍ଧିକି ଶୋଇବିନି ପ୍ରଭୁ। ନାଇଁ ନାଇଁ ଏ କୋଠଉଟା ଉଠା। କୋଠଉ ନ ଉଠେଇଲେ ମୋ ସ୍ୱାମୀଙ୍କ ମୁଣ୍ଡ ଉପରେ ତୁ ପାଦଟା ଥୋଇଦେବିନି। ଗୋଟିଏ ପତିବ୍ରତା ସତୀ ସ୍ୱାଧୀନାୟିକାର ନ୍ୟାୟରେ ବାମନ ଠାକୁର ଯାଇଛନ୍ତି। ତାଳବୃତ ଆତପତ୍ରର ଶରୀର ଦଣ୍ଡ ଛତ୍ର କୋଠଉ ସ୍କନ୍ଧରେ କଇଲା। ମୁଁ କହୁନି ପ୍ରମାଣ ଶ୍ଲୋକଟିଏ କହିଲା ଲାବଣ୍ୟ ଗୁଷ୍ଠ ମାତ୍ରଂ ଜଗତ ବସତି ତିଳକଂ ପୁସ୍ତକ ବର୍ଣ୍ଣମାଳା যজ্ঞম পবিত্র তিলসদি তিহারা চত্বরী চৌত্তরীয় ছত্রঞ্চ বামে তয় কুশবটু তাম্র পাত্র চ দক্ষিয়ে পঞ্চবুদ্ধি আবরী গৃহবতী পাঠেয় শ্যাম বেদ। বলা প্রভু স্বামী উঠে তুই পাদ ধুই দেব উঠেলা পাদু কোঠକୁ ବାହାରି ଗଲା। ଆପେ ଆପେ ରାଚି ଦେଇଛି ଭାବଗ୍ରାହୀ ନେଲା କିଏ ବଳି ରାଜାର ଝିଅ ଗୋଷ୍ପଦ କନ୍ୟା। ବଳି ରାଜା ଝିଅ ଗୋଷ୍ପଦ କନ୍ୟା ବାମନକୁ ପୁଅ ରୂପରେ ପାଇବା ପାଇଁ ସନ୍ତ করে କୋଠକୁ ବୁଲେଇଲା। ସତ୍ୟରେ ଆଉ ଅବତାର ବନ୍ଦ ହେଇଗଲା। 5ଟା ଅବତାରରେ ଶେଷ। ମୋ ଭାଇ କହୁଥିଲେ ମୃକୁଣ୍ଡୁ ବାବାଜୀ ରାମଙ୍କ କୋଠରୁ ନେଇକି ଗଲା ନନ୍ଦୀ ଗ୍ରାମରୁ। ବାରମ୍ବାର ମୋ ଭାଇ କହୁଛନ୍ତି ରାଜପ୍ରିୟ ଜ୍ଞାନୀ ବୋଲି ବସୁଛନ୍ତି। ବାପା ବିଚାର କଲେ। ମୁଁ ଭାବିଲି ମୋ ଭାଇଙ୍କ ମୁଣ୍ଡ ବୋଧେ ଗୋଳମାଳିଆ ହେଲାଣି। ରାଜସ୍ୱୀୟ ଯଜ୍ଞ ଥିଲା କି ତ୍ରେତୟା ଯୁଗରେ? ଭଗବାନ ରାମ ଯୋଉ ଯଜ୍ଞ କଲେ সেটা রাজস্বীয় যজ্ঞ। রাজস্বীয় যজ্ঞর অর্থ কোন? রাজ্য উপাধি কি প্রাপ্ত হওয়া পাই ব্যাকুল হেউথিবা ব্যক্তি রাজপদ পাইলে মানসিকতা পূর্ণ করিবা পাই যে যজ্ঞ করে। যথা যুধিষ্ঠির কলা রাজস্বীয় যজ্ঞ। অশ্বমেধ যজ্ঞ করিছন্তি রাম। মো ভাই বারম্বার 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 রাজস্বীয় যজ্ঞ। সজ্জন বর্গে নেইকি গলা মুকুণ্ডু বাবাজি মুন্ডেইকি কোঠৌ বুলা হবা দেশর যুগর শুভ সংকেত। দ্বাপর যুগরে জনে কোঠৌ বুলেইলা দ্বাপর প্রলয়। ମୁଁ କହୁନି ଓଡ଼ିଆ ଭାଗବତ ଜଗନ୍ନାଥ ଦାସ କହିଲା କୃଷ୍ଣ ପାଦୁକା ଧରି ଶିରେ ଉଦ୍ଧବ ଚଳେ ଧୀରେ ଧୀରେ কৃষ্ণ কইলা প্রভু ମୋ କଥା ମାନେ ସିଏ ଆକ୍ରମଣରେ ଏବେ ଉତ୍ତର ଦେଲେ କହିଲେ ଛାଡ଼ିକି ପଳା କାହିଁକି ନା ଜୋରେ ପାରୁତା ନାଶ ଯିବ ବାରକଟା ବୁଡ଼ିଯିବ ରେ ଉଦ୍ଧ ପଳା 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 ନା ପତ୍ରିକା ନା ଆଶ୍ରମ তো পাদ ছাড়ি করে যাবিনি না। ভগবান ভাল পাল্টি উদ্ধব পুনিতর পুত্র বলে না রে উদ্ধব তোতে যাওয়া পড়ব না। যদি যাবি পাদর সংকেত নেইকি যাবি। ওড়িয়া ভাগবত বহি দেখুଛନ୍ତି প্রিন্টিং চিত্র হয়েছি উদ্ধব পাদুকা বলে রায় কৃষ্ণ কোঠৌ মুন্ডেইছি যাইছি। বাপা ভুল লাগি দেখ সত্যরে কোঠৌ প্রলয় কলা ত্রেতয়ারে কোঠৌ প্রলয় কলা দ্বাপরে কোঠৌ প্রলয় কলা। মু কইছি কোঠৌ যদি চারিয়ারে বুহা যায় সে যেড়ে বড় মহামানব হোক পাদর কোঠৌ বিশ্বরে বুলিলে পৃথিবী কান্দে জগত প্রলয় হুয়ে। আর এ কলিযুগর প্রলয় বেল পাই গোটে অযোগ্য বুলেইলা কোঠৌ। কলিযুগে দেখো সারথি কইলা ওটে নিজে বড়
বলা বড় দেউলরে জগন্নাথ পরা তুলসী পুয়ের পাদ চকিতে সিনারে পড়লা বড় প্রলাদ নিজକୁ বড় রাম অবতার করিকি কঠ উলেইলা ଆମେ ମାନେ ସେଇ ସଂସ୍କୃତିର ପିଲା ବାବା ଯଦି ଗୋଟିଏ ଗାଈକି ଟ୍ରକ ଭିତରେ ପୁରେଇ ପଠାଣ ଛୁଆ ନେଇଯାଉଛି ଆମେ ବଜରଙ୍ଗୀ ବାଲା କହିକି ଠେଙ୍ଗା ଉଠେଇ ଦଉଛୁ ଗାଈକି ଫିଟେଇ ଦଉଛୁ ପଠାଣ ପିଲାକୁ ଚାର୍ଜା ବୁଡା ମାଇଲେ ସେ ଟଙ୍କା 50,000 ଦେଲେ ଆମ ସଂଗଠନ ଜିନ୍ଦାବାଦ ବଜରଙ୍ଗୀ ବାଲା ଜିନ୍ଦାବାଦ ଅପର ପାର୍ଶ୍ୱରେ ଯଦି ଆମେ ପୁରାଣକୁ ମାନିଛେ ଯଦି ସଂସ୍କୃତି କି ବଞ୍ଚେଇଛେ ସବୁଦିନ ସାରଥୀ ପ୍ରଥମେ କଠଉକୁ ଜଗତରେ ବୁହାଇଲା ମୁଁ ବଳରାମ କହି ସେତେବେଳେ ଯଦି ବିରୋଧ ହେଇଥାନ୍ତା ତାହେଲେ ଆଜି ଏଡେ ବଡ ହଙ୍ଗାମା ହେଇନଥାନ୍ତା ଏ 4 ଯୁଗରେ ପ୍ରଳୟର କଥା କିନ୍ତୁ ଏ ତ୍ରେତୟା ଯୁଗରେ ରାମଙ୍କର ଶେଷ କଠଉ ନେଇଛି କିଏ ସେ ଜଣକ କିଏ ଭାଇ ମନ ଦେଇକି ଶୁଣ ଆର୍ଯ୍ୟବର୍ତ୍ତର ଶ୍ରେଷ୍ଠ ସମ୍ପଦ ରାଘବେନ୍ଦ୍ର ସରକାର ରାମ ରାବଣ ମରିବାକୁ ଯାଉଛି ମନ୍ଦୋଦରୀ ଅଛି ପାଖରେ ରାମ ରାତି ପାଇଲେ ରାବଣ ଯୁଦ୍ଧକୁ ଯିବ ଲଙ୍କା କୋଟକର କୃଷ୍ଣ ସ୍ଫଟିକ ଗୋଟାଏ ଅନ୍ଧାର ଘର ଭିତରେ ରାବଣ ବସି କାନ୍ଦୁଛି ପହଞ୍ଚିଗଲା ମନ୍ଦୋଦରୀ କହିଲା ସ୍ୱାମୀ ସ୍ତ୍ରୀ ସବୁ ସହିପାରେ ମା ସ୍ୱାମୀର 50,000 କରଜ ହେଲେ ସେ ଶରୀରର ହାର ବିକି ଦେଇପାରେ ହାତର ଚୁଡ଼ି ବିକି ଦେଇପାରେ ସ୍ୱାମୀଙ୍କର ରୋଗ ହେଲେ ଦିନ ଦିନ ରାତି ରାତି ଧରି ଅନିଦ୍ରା ରହି ସ୍ୱାମୀଙ୍କର ପାଦ ସେବା କରିପାରେ ସ୍ୱାମୀ ଯଦି 3 ଦିନ ହେଲା ମୁଠେ ଖାଇ ନାହାନ୍ତି ସ୍ୱାମୀଙ୍କ ପାଖରେ ବସି ପାଣି ଟିକେ ପିଆଇ ସ୍ୱାମୀଙ୍କ ନିକଟରେ ବଚନ ଅମୃତ ରୂପକ ଖାଦ୍ୟ ଦେଇ ଶକ୍ତି ଯୋଗେଇ ପାରେ ଦୁନିଆର ସ୍ତ୍ରୀ ସ୍ୱାମୀର ସବୁ ସହିପାରେ ମା ଗୋଟାଏ ଜିନିଷ ସହିପାରେ ନା ସେ କିଏ ନା ସ୍ୱାମୀ ଆଖିର ଲୁହକୁ ତା ସ୍ତ୍ରୀ କେବେ ସହିପାରେ ନା ଯଦି ପଚାରିବେ କଣ ଏମିତି ପୁରାଣରେ ପ୍ରମାଣ ଅଛି ନା ହଁ ଅଛି ଗୋଟିଏ ପ୍ରମାଣ ଦଉଛି ଆଉ ତ ଥାକ ନାହିଁ ତ ଶେଷ କଥା ଯେତେବେଳେ ସରିବ ସରିବ ପୁରାଣରେ କଣ ସେମିତି ପ୍ରମାଣ ଅଛି ନା ହଁ ମା କୋଉଠି ସ୍ୱାମୀ ଆଖିର ଲୁହ ସ୍ତ୍ରୀ କେବେ ସହିପାରେ ନା ସେ କିଏ ଚଣ୍ଡ କୌଶିକ ନାଟକରେ ବିଶ୍ୱାମିତ୍ରଙ୍କର ନିକଟରେ ହରିଶ୍ଚନ୍ଦ୍ର ଦାନ ଦେଇଛନ୍ତି ବିମର୍ଷ ବଦନରେ ବିଶ୍ୱାମିତ୍ର ସାଙ୍ଗରେ ହରିଶ୍ଚନ୍ଦ୍ର ଆସୁଛନ୍ତି ନିଜ ରାଜ୍ୟରେ ପ୍ରଜାମାନଙ୍କ ଆଗରେ ଅଯୋଧ୍ୟା ପଦକଟାକୁ ଦାନ ଦେଇଦେବେ ଦେଖନ୍ତୁ ମୁହଁଟା ବିଷାଦ ହରସ ନାଇଁ ମରିଗଲା ମୁଖ ଆଖିରୁ ଲୋହବର୍ଷଣ ହଉଛି ଦେଖ କାନ୍ଦିଛି ନା ନାଇଁ ହରିଶ୍ଚନ୍ଦ୍ର ମୁଁ ଗୀତ ପ୍ରମାଣ ଦଉଛି କବି ମଣ୍ଡଳ ବସୁ ବହି ହେଲା ହରିଶ୍ଚନ୍ଦ୍ର ନାଟକ ମୋ ଭାଇ କହୁଛନ୍ତି ପ୍ରମାଣ ଦଉନୁ ନୃସିଂହ ତା ପେଜ ନମ୍ବର ପୃଷ୍ଠା ନମ୍ବର ଧାଡ଼ି ନମ୍ବର ଶ୍ଲୋକ ନମ୍ବର କହିକି ପାଲା ଗାଇବା ଲୋକ ଭାଇ ମୋ ବୃତ୍ତି ହଉଛି ପାଲା ମୋ ବେଉସା ପାଲା ଏଇ ପାଲା ପାଇଁ ମୋ ଜୀବନକୁ ନଷ୍ଟ କରିଛି ଏଇ ପାଲା ପାଇଁ ମ୍ୟାଲେରିଆ ଡିପାର୍ଟମେଣ୍ଟରେ ସୁପରଭାଇଜର ଚାକିରି ଛାଡ଼ିଛି ଏଇ ପାଲା ପାଇଁ ମୋ ଜୀବନ ନଷ୍ଟ ହେଇଯାଇଛି ଆଉ ଏ ପାଲା ପାଇଁ ହୋତା ବଞ୍ଚିଛି ପାଲା ପାଇଁ ହୋତା ମରିଯିବ ଏଇ ପାଲା ପାଇଁ ହରିଶ୍ଚନ୍ଦ୍ର ନାଟକ ଚଣ୍ଡ କୌଶିକ ରାଣୀ ସବ୍ୟା ପଚାରୁଛି ଦେଖ ଆଖିର ଲୁହ ସ୍ୱାମୀଙ୍କର ସ୍ତ୍ରୀ ସହିପାରେ ନା ହରସ ବଦନ ଦିଶୁଛି ଧାନ
ସ୍ୱାମୀ ଆଖିର ଲୁହ ସ୍ତ୍ରୀ ସହିପାରେ ନା ବୋଲି ପଦେ ଲଗେଇଦେଲି। ମନ୍ଦ ଧରି କାନ୍ଦିଲା, କହିଲା ହେ ଦ୍ରାବିଡ଼ ଜାତିର ବୀର ପୁଙ୍ଗବ ବୀର ପୁରୁଷ କ୍ଷତ୍ରିୟ ବିରାଧି ବରଦ ସାନନ, ମୋ ଆଖି ଆଗରେ ଇନ୍ଦ୍ରଜିତ ମରିଛି, ଆପଣଙ୍କ ଆଖିରେ ଲୁହ ନଥିଲା। ମୋ ଆଖି ଆଗରେ କୁମ୍ଭକର୍ଣ୍ଣ ଭଳି ଦିଅର ମରିଛି, ଆପଣଙ୍କର ଆଖିରେ ଲୁହ ନଥିଲା। ମୋରି ଆଖି ଆଗରେ ଲଙ୍କା କଟକଟା ସବୁଦିନ ପାଇଁ ଭାସି ଯାଉଛି, ତମ ଆଖିରେ ଲୁହ ନଥିଲା। ଆଜି କାନ୍ଦୁଛ କାହିଁକି ସ୍ୱାମୀ? ଉତ୍ତର ଦେଲା ରାବଣ, କହିଲା ମନ୍ଦ ଧରି ଶୁଣିବୁ କାହିଁକି କାନ୍ଦୁଛି? ମୁଁ ମନ୍ଦ ଧରି ପାଇଁ କାନ୍ଦୁନି, କାନ୍ଦୁନି ଲଙ୍କା ସାମ୍ରାଜ୍ୟ ପାଇଁ କାନ୍ଦୁନି, ରାବଣ ଜତିଆ ରାମ ହାତରେ ମରିଯିବ ବୋଲି। କାନ୍ଦୁଛ କାହିଁକି? କାନ୍ଦୁଛି ଅଶୋକ ବନରେ ବନ୍ଦିନୀ ଥିବା ଜାନକୀ ବୋଲି ସୀତା ତା ପାଇଁ କାନ୍ଦୁଛି। ସୀତା ପାଇଁ କାନ୍ଦୁଛି ମୁଁ ନା ମାନେ ମୁଁ ବୁଝିପାରିଲିନି। ସୀତା ପାଇଁ କଣ କାନ୍ଦୁଛନ୍ତି? କହିଲା ହେ ସୀତେ, ହେ ମା ଜାନକୀ, ମୋ ଭାର୍ଯ୍ୟ ଆଗରେ ଆଜି ମୁଁ କହୁଛି, ଟିକେ ମନ ଦେଇ ଶୁଣ। ରାବଣ ଯଦି ଚାହିଁବ ହଜାରଟା ରାମ ଏକାଠି ହେଲେ ରାବଣ ମରିବନି। ଆଉ ଗୋଟିଏ ଯଦି ତୀକ୍ଷ୍ଣ ମହାଭୟ ଦାନ ତପସ୍ୱର ମାରିବ, ରାମ ମରିବାଟା ବିଳମ୍ବ। ମାତ୍ର କହ ମନ୍ଦ ଧରି, ମୁଁ କେବେ ରାମକୁ ଯୁଦ୍ଧ କ୍ଷେତ୍ରରେ ରାମ ଶରୀର କ୍ଷତ ହବା ପାଇଁ ଶରଟିଏ ମାରିନି। ସୀତାର ପ୍ରତ୍ୟାବର୍ତ୍ତନର ଦୁଃଖ, ଚାରିଟା ବାଟ ରାମକୁ ଦେଲି, এই চারিটা বাটেরে লঙ্কা তো স্ত্রী কি নেই যা। চারিটা বাট কোন? প্রথম বাট লক্ষ্মণକୁ ଶକ୍ତି ଭେଦ କରାଗଲା। ଆଜ୍ଞା ଆଜ୍ଞା, ଲକ୍ଷ୍ମଣ ଶରୀର ଆଣି ଥୋଇଥାନ୍ତି, ରାମ ଲକ୍ଷ୍ମଣ ଶରୀରକୁ ନବା ପାଇଁ ଲଙ୍କାକୁ ଆସିଥାନ୍ତା, ସୀତାକୁ ଖାଲି ପଦେ ମାଗିଥାନ୍ତା। এই ଗୋଟିଏ କଥାରେ ମୁଁ ଶୂର୍ପଣଖାର ଦୁଃଖ ବୋଲି ଦେଇ ଦେଇଥାନ୍ତି। କଲା କଣ? ହନୁମାନ ଦ୍ୱାରା ମତେ ଯାତ୍ରାଟିଏ ମରିଲା, ମୁଁ ସେନ୍ସଲେସ୍ ହେଇକି ପଇଲି। ଲକ୍ଷ୍ମଣକୁ ନେଇକି ଚାଲିଗଲେ ଶିବିରକୁ। ଲକ୍ଷ୍ମଣ ପାଖରେ ବସିକି କାନ୍ଦିଲା। କେମିତି କାନ୍ଦିଲା? ଗୋଟିଏ ପଦ ଛାନ୍ଦ, ବହି ହେଲା ବିଚିତ୍ର ରାମାୟଣ, କବି ହେଲେ ବିଶ୍ୱନାଥ ଖୁଣ୍ଟିଆ। ଆଉ କେତେ ଜଣ କବିଙ୍କ ପରା ପରିଚୟ ଆଜ୍ଞା ଦେବି, ମୋ ଭାଇ କହିଲା ଟିକେ ପରିଚୟ ଦେଲୁ। ବିଚିତ୍ର ରାମାୟଣ ବିଶ୍ୱନାଥ ଖୁଣ୍ଟିଆ କହିଲେ, ବୋଲନ୍ତି ବଚନ ଇଏ କୌଶଲ୍ୟାନନ୍ଦନ, ଆସିଲାନି। ଶୂର୍ପଣଖାକୁ କ୍ଷତ କରାଗଲା, ଆସିଲାନି। ବିଭୀଷଣର ପୁଅ ତରଣୀ ସେନ ଡାକିବାକୁ ଗଲା, ତାକୁ ମାରିଦେଲା ପଛେ ଆସିଲାନି। କାଲି ଶେଷ ଯୁଦ୍ଧ ହବ। ମନ୍ଦୋଦରୀ, ମୁଁ ଆଉ ବଞ୍ଚିବିନି ରେ ମନ୍ଦୋଦରୀ।
ସ୍ୱାମୀ ଆଉ ମୁଁ ମରିଗଲା ପରେ ହେଲା ତୁ ସତୀ ନାରୀ ବୋଲି ଚିନ୍ତା କରି ହଁ ଆତ୍ମହତ୍ୟା କରିବୁନି। ଦେଖନ୍ତୁ ରାବଣ କେଡେ ଜ୍ଞାନୀ। ଆଚ୍ଛା କହିଲା ମୁଁ ମରି ଯାଉଛି, ହଁ ହଁ ମୁଁ ମଲା ପରେ ତୁ ନିଜକୁ ସତୀ ପରିଚୟ ଦେଇ ମତେ ଆଉ ଥରେ ପାଇବୁ ବୋଲି ହେଲା ନିଆଁରେ ପଶିବୁନି କି ଜଳରେ ବୁଡିବୁନି, ସୁଇସାଇଡ କରିବୁନି। କାହିଁକି? କାହିଁକି ନା ତୁ ହଜାର ଘର ମଲେ ବି ମୁଁ ତୋର ନୁହ। ତୁ ହଜାରେ ବାର ମଲେ ବାବା ତୋ ଭାଗ୍ୟରେ ଥିଲା ରାବଣର ଭାର୍ଯ୍ୟା ହେଇଛୁ। ଆଉ ଦ୍ୱିତୀୟବାର କେବେ ସମ୍ଭବ ନୁହେଁ। କାହିଁକି? କାହିଁକି କାହିଁକି ନା ମୁଁ ହଉଛି ବିଷ୍ଣୁ ଦୂତ। ଜୟ ବିଜୟ ବେନି ଭାଇ ଭାଇ ସ୍ୱର୍ଗେ ମୋ ଦ୍ୱାର ପାଳ ହୋଇ। କହିଲା ମୁଁ ବିଷ୍ଣୁ ଦୂତ ବିଜୟ ଥିଲେ ମନ୍ଦୋଦରୀ ହେଲା ହେଲା କଥାଟିଏ ରଖିବୁ। କୁହନ୍ତୁ ଯୁଦ୍ଧ ସରିଯିବ, ହେଲା ହେଲା ବିଭୀଷଣ ରାଜା ହବ, ହଁ ଲଙ୍କା କଟକର ସଚି ଭରି ତୁ ପାଟ ରାଣୀ ହବୁ। ରାମ ରାବଣ ଯୁଦ୍ଧକୁ ସ୍ମରଣ ରଖିବା ପାଇଁ ଲଙ୍କା କଟକର ସିଂହାସନରେ ରାବଣକୁ କେବେ ବସେଇବୁନି ରେ ମନ୍ଦୋଦରୀ। କାହିଁକି? କାହିଁକି ନା ଲଙ୍କା ସିଂହାସନ ଉପରେ ରାମର କୋଠାଉ ଦୁଇ ରହିବ। ହାସ୍ୟ ସ୍ମରଣ ଲେଖିବ। ରାମ ରାବଣ ସମୟ ଯୁଗ ଯୁଗ ପାଇ ବ୍ରାହ୍ମଣ ମଧ୍ୟ ଆର୍ଯ୍ୟକୁ ପ୍ରଣାମ ରହି। ବ୍ରାହ୍ମଣ ମଧ୍ୟ କ୍ଷତ୍ରିୟକୁ ମୁଣ୍ଡିଆ ମାରିବ। ମୁଁ କହିଥିଲି ଗୁରୁ ବ୍ରାହ୍ମଣ ଭିକ୍ଷୁ ଜନ ଏହାଙ୍କୁ ନ ଦେଇ ଭୋଜନ, ଏହାଙ୍କୁ ନ ଦେଇ ଭୋଜନ, ଏହାଙ୍କୁ ନ ଦେଇ ଭୋଜନ। ଦେଲେ ଏହାଙ୍କୁ ପୁଣ୍ୟ ନାହିଁ, ନଦେଲେ ନରକେ ପଡ଼ଇ। ଏ ମନ୍ଦୋଦରୀ, ମୁଁ ହଉଛି ଜଣେ ବ୍ରାହ୍ମଣ, ମୁଁ ଜଣେ ଗୁରୁ, ମୁଁ ଜଣେ ଭିକ୍ଷୁ। ଭିକ୍ଷାବୃତ୍ତି ଅବଲମ୍ବନ କରି ଜାନକୀ ପାଖକୁ ଯାଇଛି, ଭିକ୍ଷା ନ ଦେଇ ମାଗିଛି। ଏକା ଗୋଟାଏ ମୁଣ୍ଡରେ 10ଟା ମୁଣ୍ଡର ପାଠ, 10 ମହାବିଦ୍ୟାକୁ ସାଧିଲି ବୋଲି ମୁଁ ଦୋଷାନ ନ ହୋଇ ଅଗ୍ରୀବ। ଆଉ ମୁଁ ରାକ୍ଷସ କୁଳର ପ୍ରତିଷ୍ଠିତ ଆର୍ଯ୍ୟ ଦ୍ରାବିଡୀୟ ଗୁରୁ ହଉଛି ରାବଣ। କାହିଁକି? କାହିଁକି ଲଙ୍କା କଟକରେ ମୋ ବାପା ବିଶ୍ୱବାଙ୍କର ବିଶ୍ୱବିଦ୍ୟାଳୟକୁ ଚଳିଲା ବାଲା ହଉଛି ମୁଁ। ମାତ୍ର ମୁଁ ପୂଜା ପାଇବା ପାଇଁ ଅଯୋଗ୍ୟ। ଭୋଜନ ଅର୍ଥ କେବଳ ଖାଇବା ଅର୍ଥରେ ନୁହେଁ। ନାଇଁ ନାଇଁ ମୁଁ ପୂଜ୍ୟ ନୁହେଁ, ମୁଁ ରାମ ଆଗରେ ନିମ୍ନ। ଲଙ୍କା କଟକର ସିଂହାସନ ଉପରେ ମତେ ବସେଇବନି, ବିଭୀଷଣ ବସିବନି। ଯେତେ ଦିନ ପର୍ଯ୍ୟନ୍ତ ଲଙ୍କା ସିଂହାସନରେ ରାମର କୋଠା ଉଠବ, ସେତେ ଦିନ ଯାଏ ରାବଣ ଶିରରେ ବ୍ରହ୍ମ ରାମର ପୟର। ଅନ୍ତର ପାଣିରେ ଆତ୍ମା ଶାନ୍ତି ହେବ ମୋର। ଇଏ କନ୍ୟା। दर्शक बंधु आम कार्यक्रमटी आपको केमिति लगिला यार मतामत दिंतु, लाइक करूँ, शेयर करूँ, आज्ञा हाँ सब्सक्राइब करने को भूलिए। रोचे नमस्कार।